ସେଦିନ ଥିଲା ଡିସେମ୍ବର ମାସ 12 ତାରିଖ ଆଉ ଶୁକ୍ରବାର। ଇନକଲାବ ମଞ୍ଚର ମୁଖ୍ୟ ସରିଫ ଉସ୍ମାନ ହାଦି ଯାହାକୁ ଆତତାୟୀମାନେ ପାଖରୁ ଗୁଳି କରିଥିଲେ ଆଉ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ 18 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା, ଯାହାଫଳରେ କି ବାଂଲାଦେଶ ଥିବା ମୁସଲମାନ ମାନେ ତାଙ୍କର ଯେ ସପୋର୍ଟର ଥିଲେ ସେମାନେ ତାଙ୍କର ମୃତ୍ୟୁକୁ ଗ୍ରହଣ କରିପାରୁନଥିଲେ। 2024ରେ ଯେଉଁ ବାଂଲାଦେଶରେ ଦଙ୍ଗା ହେଇଥିଲା ତାର ମୁଖ୍ୟ ଥିଲେ ସରିଫ ଉସ୍ମାନ ହାଦି, ଯାହାଙ୍କ ପାଇଁ ଶେଖ୍ ହାସିନା ପ୍ରଧାନମନ୍ତ୍ରୀ ବାଂଲାଦେଶରୁ ଅଲଗା ଦେଶକୁ ପଳେଇଥିଲେ। ବାଂଲାଦେଶ ଥିବା ମୁସଲମାନ ମାନେ ତାଙ୍କର ଯେ ସପୋର୍ଟର ଥିଲେ ସେମାନେ ତାଙ୍କର ମୃତ୍ୟୁ ଗ୍ରହଣ କରିପାରୁନଥିଲେ, ଯାହାଫଳରେ କି ସେମାନେ ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଣେ ଜିପୁ ଚନ୍ଦ୍ର ଦାସ, ଯାହାଙ୍କର କିଛି ବଚାସା ଥିଲା ତାଙ୍କ କମ୍ପାନୀରେ ଗୋଟେ ପିଲା, ସେ ଦୁଇଟି ପିଲାଙ୍କ ସହିତ କିଛି ବଚାସା ହୋଇଥିଲା, ଯାହାଫଳରେ କି ସେମାନେ ଆସି ବାହାରେ ପ୍ରକଟ କଲେ। ଏମାନେ 500 ଉର୍ଦ୍ଧ୍ୱ ଗଲେ, ତାଙ୍କୁ ଟେକି ଆଣିଲେ, ତାଙ୍କୁ ମାରିଦେଲେ, ମାରିଦେଇ ରାଜରାସ୍ତାରେ ଘୋଷାରି ଘୋଷାରି ନେଇ ତାଙ୍କୁ ଜିଅନ୍ତା ଜାଳିଦେଲେ। ବାଂଲାଦେଶ ଥିବା ମୁସଲମାନ ମାନେ ଉସ୍ମାନ ହାଦିଙ୍କର ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି, ଯାହାଫଳରେ ସେ ବାରମ୍ବାର ନିରୀହ ହିନ୍ଦୁମାନଙ୍କୁ ଆକ୍ରମଣ କରିଚାଲିଛନ୍ତି। ସେଥିପାଇଁ ହିନ୍ଦୁମାନଙ୍କୁ ସଜାଗ ହେବାକୁ ପଡ଼ିବ। ହିନ୍ଦୁମାନେ ବର୍ତ୍ତମାନ ବିପଦରେ। ଏତିକି କହିବି, ରହିଲି। ଜୟ ଶ୍ରୀରାମ, ଜୟ ଜଗନ୍ନାଥ।